ସାଙ୍ଗମାନେ ଆଜି ମୋ ସୁନ୍ଦର ଅଧିକାର ଦେଖନ୍ତୁ। ମୁକ୍ତି କୁହେ ହେଲେ ସାର୍ ଆପଣ ଏବେ ମୋ ହାତ ଛାଡ଼ନ୍ତୁ। ତାପରେ ଆଦି ମୁକ୍ତିକୁ ନିଜ ପାଖକୁ ଟାଣି ଆଣେ ଆଉ କୁହେ ଛାଡ଼ିବିନି। ମାନେ ଯଦି ନ ଛାଡ଼େ କ'ଣ କରିବ ତମେ? ଛୁରୀ ବାହାର କରିବ, ମାରିବ ମୋତେ। ତାପରେ ଦୁହେଁ ଦୁହିଁଙ୍କୁ ଦେଖନ୍ତି। ତାପରେ ଆଦି ମୁକ୍ତିର ହାତ ଛାଡ଼ିଦିଏ। ଆଦି କୁହେ ଦେଖ ଏ ଓଲଟା ସିଧା କଥା ବନ୍ଦ କର ଆଉ କାମରେ ମନ ଦିଅ, ଓକେ? ମୁକ୍ତି କୁହେ ଓକେ ସାର୍। ତାପରେ ମୁକ୍ତି ଅଫିସ୍ କାମ କରେ ଆଉ ମୁକ୍ତି ବନେଇଥିବା ଛୋଟ ଘରଟିଏ ଭିତରେ ଆଦିକୁ ଚାହେଁ। ଆଉ ମୁକ୍ତିର ଏସବୁ ହରକତ ଦେଖି ଆଦିତ୍ୟ ବହୁତ ରାଗିଯାଏ। ଆଦି କୁହେ ମୁକ୍ତି ତମ ମୁଣ୍ଡକୁ ଏମିତି ଭଲ ଆଇଡ଼ିଆ ଆସୁଛି କେଉଁଠୁ? ଏକରେ ତ ତମକୁ ଥଣ୍ଡା ଲାଗୁଛି ଆଉ ତମେ ମୋ ଡ୍ରେସ୍ କୋଟ୍ ବି ପିନ୍ଧୁନ, ଆଉ ଦୁଇଟା ଅଲଗା ଅଲଗା ଘରର ୱିଣ୍ଡୋକୁ ଯୋଡ଼ିବା କଥା କହୁଛ, ଆଉ ଏଇଠି ଘର ବି ବନେଇକି ଖେଳୁଛ ସିରିୟସଲି? ମୁକ୍ତି କୁହେ ମୋ ଇଚ୍ଛା, ମୁଁ ଯଦି ଥଣ୍ଡାରେ ରହିକି ମରିବାକୁ ଚାହୁଁଛି ତାହେଲେ ମରିବି। ଆଉ ଏମିତିରେ ବି ଏ ଘର ହେଉଛି ମୋର ସ୍ୱପ୍ନର ଘର, ମୋତେ ବହୁତ ପସନ୍ଦ। ଆଉ ଏମିତିରେ ବି ଆପଣଙ୍କୁ ଯଦି ମୋ ସଜେସନ୍ ଭଲ ଲାଗୁନି ତାହେଲେ ଠିକ୍ ଅଛି, ଆପଣ ଆପଣଙ୍କ ଇଚ୍ଛାରେ କାମ କରନ୍ତୁ, ମୁଁ ମୋ ହିସାବରେ କାମ କରିବି। ଆଉ ତାପରେ ଦେଖିବା କ୍ଲାଇଣ୍ଟକୁ କେଉଁଟା ଭଲ ଲାଗୁଛି। ଆଦି କୁହେ ଶୁଣ ଶୁଣ, ଏଇଟା ସ୍କୁଲର କମ୍ପିଟିସନ୍ ନୁହଁ ଯେ ଟିଚର ଯାହା କହିବେ ଆମେ ସେଇଆ କରିବା। ଏଠି ମୁଁ ହେଉଛି ବସ୍, ଏଇଠି ସେଇଆ ହେବ ଯାହା ମୁଁ କହିବି। ତାପରେ ଆଦି ମୁକ୍ତି ହାତରୁ ଫାଇଲ୍ ଛଡ଼େଇ ନେଇଯାଏ ଆଉ ମୁକ୍ତି ଆଦି ଉପରେ ପଡ଼ିଯାଏ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲ୍ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।